बापा मो भाई मो सान भौणी आउ मो स्त्री मोर ठीक मन अच्छी आज की ठीक 6 मास तले यही एक मध्याह्न मुझे छाड़ी जाइली आज खोजुची सब शून्य सात पुरुषर सही भिटा माटी उपरे आटे पड़ी मो पुरुणा झाटी माटी घर घर भितर पुरुणा अरंदु भूका व्यतीत कई नाती गले से किए कह बाबू गाड़ी तो खबर दवाई कई नाती हुए तो से माने खाइबा को न पाई ये काम कबो ये तो वो बापा ओ बाबू यही वो बापा दुनिया विदाय नहीं निद भांगी उपास शोई शोई मुठे भात पाई बापा मोर केते गुहारी करथिले केते मिनती होइथिले केही सुनिलेनी आज भी मोर ठीक मने पड़ी जो दिन पुलिस मत बांधी देला से दिन मो बापा मुठाए भात पाई केते काकुति मिनती होइचंती तू अतीत को अतीत भितर रहा दियो से चलीगले मुक्ति पाईगले एणिकी तुम्हें बचा शिख क्या बची बाबू बापा चलीगले भाई भौणी स्त्री समस्ते निकोज कुह बाबू कौन जेल पाचेरी नहीं पुलिस आखिरे धूली नहीं वो छुट्टी आसी कुह बाबू कुह तुम बापा माने भौणी निखोज है से मान को जवाब देवा तुम्हें बंचा हम तुम्हें बंचब किंतु आज तुम आकाश विवर्ण दूषण काली हुए तो ये आकाश तुम नूतन सूर्य हो पाए अपेक्षा कर बंधु अपेक्षा कर हाँ मु अपेक्षा करी से दिन रक्त नदी तीर असस्तमा भी अपेक्षा करिथिला आउ से सुदूर अतीतर दूरत्व को अतिक्रम करी मु भी एक असस्तमा अरे असस्तमा हरैथिला ता पितांको किंतु मु हरैची मो बापा भाई भौणी स्त्री समस्तंको ना प्रतिहिंसार नियम छाती जोड़ी सही नियारे मुझे समाज में कुछ जारी पूरी करता से माने जब वो हौसला संसार
ମୁଠାଏ ଭାତ ତ ତମ ମୁହଁରେ ଦେଇପାରିଲେନି, ଆଜି ମୁଠାଏ ନିଆଁ ଦେଇ ସାରା ଦୁନିଆକୁ ଦେଖେଇଦେବି। এই সমাজର ବଡ଼ ପଣ୍ଡା ମାନଙ୍କୁ ଗୋଟି ଗୋଟି କରି ପଚାରିବି, এই নিয়া কাহা পাই, কিଏ কিଏ লগাই, কিଏ লগা, জবাব দিও, জবাব দিও, জবাব দিও। বাড়ি ঘর ভাঙি কারা সময় সোনারে জিতু জিতু হারি হারি চিৎকার কেউ শুনি পারিবেনি, কেহি আসিবেনি। দুটা চিৎকার না করি এই কিছু পড়িল। ଜଳିଲା ଦୀପକୁ ଆଲୋକ ଦେବା କଥା କହିବାକୁ ପଡେ ନା ସହଦେବ ବାବୁ। ଆଲୋକ ଦେବା ହିଁ ତାର ଧର୍ମ। আরে ভাগ্য হোক কি দুর্ভাগ্য হোক সেগুলো জানিবা মোর আবশ্যক নাই। আবশ্যক হচ্ছে মিস্টার শর্মাকে খুশি করা, কারণ তা বদলে আমি দিব প্রচুর টঙ্কা। আসুন ମୁଁ আসছি। ମଣିଷର ଦାମ ଯେଉଁଠି କେଇଟା ଟଙ୍କା, ସେଠି ଯଦି ଟଙ୍କା ପାଇଁ ଜୀବନ ଚାଲିଯାଏ ତେବେ କ୍ଷତି କଣ? ବାବୁ ତମେ ଏଠି? ବାବୁ
ନା ତମରି ମାନଙ୍କ ପାଇଁ ମୁଁ ଏ ନରକ ପୁରୀର ଯନ୍ତ୍ରଣା ଭିତରେ ଘାଣ୍ଟି ହେଉଛି, ହେଲେ ମୁଁ ତୁମକୁ ସେଠାକୁ ଯିବାକୁ ଦେବିନି। ରାଜ୍ୟଙ୍କୁ କବର ଦେଇ ମୁଁ ଫେରି ଆସିଛି। ମୁଁ ଜାଣିଥିଲି, ମୁଁ ଠିକ ଜାଣିଥିଲି ତମେ ଫେରି ଆସିବ ବୋଲି। କିନ୍ତୁ କିନ୍ତୁ ମୁଁ ଜାଣିପାରୁନି ମୁଁ ଏବେ କଣ କରିବି। ମୋରି ଚାରି ପାଖରେ ଶ୍ୱାନ ଶୃଗାଳ ମାନଙ୍କର ଭୟଙ୍କର ଚିତ୍କାର, ଆଉ ସେ ଚିତ୍କାର ଭିତରେ ବଞ୍ଚିବାର ସାହା ନାହିଁ। ଧୀରେ ଧୀରେ କ୍ଷୀଣ ହେଇଯାଉଛି। କିନ୍ତୁ ନା, ମୃତ୍ୟୁର ସେଇ ରକ୍ତ ନଦୀର ବନ୍ୟା ଭିତରେ ବାପା ଭାଇ ଭଉଣୀ ସମସ୍ତେ ଭାସିଗଲେ। ଆଜି ମୁଁ ଏକାକୀ ଶୂନ୍ୟତାର ହାହାକାରକୁ ନେଇ କେବଳ ଗୋଟାଏ ପ୍ରେତ ପରି ଘୁରି ବୁଲୁଛି। ଅସସ୍ଥବା ସେଦିନ କିନ୍ତୁ ଘୁରୁ ନଥିଲେ। ଏବେ ଏବେ କଣ କରିଥିଲେ? ସେ ପ୍ରତିଶୋଧ ନେଇଥିଲେ। ପ୍ରତିଶୋଧ? ହଁ ପ୍ରତିଶୋଧ। କାହା ପାଇଁ? ଦେଉମାନଙ୍କ ପାଇଁ। ତୁମେ ତୁମ ମା ଭଉଣୀକୁ ହରାଇଲ, ତୁମ ନିଜ ପୁଅକୁ ହରାଇଲ, ସେଇମାନଙ୍କ ବିରୁଦ୍ଧରେ ତମେ ପ୍ରତିଶୋଧ ନେବାକୁ ହେବ। ରାଜ୍ୟଙ୍କୁ କବର ଦେଇ ମୁଁ ଫେରି ଆସିଛି। ମୁଁ ଜାଣିଥିଲି, ମୁଁ ଠିକ ଜାଣିଥିଲି ତମେ ଫେରି ଆସିବ ବୋଲି। କିନ୍ତୁ ମୁଁ ଜାଣିପାରୁନି ମୁଁ ଏବେ କଣ କରିବି। ମୋରି ଚାରି ପାଖରେ ଶ୍ୱାନ ଶୃଗାଳ ମାନଙ୍କର ଭୟଙ୍କର ଚିତ୍କାର, ଆଉ ସେ ଚିତ୍କାର ଭିତରେ ବଞ୍ଚିବାର ସାହା ନାହିଁ। ଧୀରେ ଧୀରେ କ୍ଷୀଣ ହେଇଯାଉଛି। କିନ୍ତୁ ନା, ମୃତ୍ୟୁର ସେଇ ରକ୍ତ ନଦୀର ବନ୍ୟା ଭିତରେ ବାପା ଭାଇ ଭଉଣୀ ସମସ୍ତେ ଭାସିଗଲେ। ଆଜି ମୁଁ ଏକାକୀ ଶୂନ୍ୟତାର ହାହାକାରକୁ ନେଇ କେବଳ ଗୋଟାଏ ପ୍ରେତ ପରି ଘୁରି ବୁଲୁଛି। ଅସସ୍ଥବା ସେଦିନ କିନ୍ତୁ ଘୁରୁ ନଥିଲେ। ଏବେ ଏବେ କଣ କରିଥିଲେ? ସେ ପ୍ରତିଶୋଧ ନେଇଥିଲେ। ପ୍ରତିଶୋଧ? ହଁ ପ୍ରତିଶୋଧ। କାହା ପାଇଁ? ଦେଉମାନଙ୍କ ପାଇଁ। ତୁମେ ତୁମ ମା ଭଉଣୀକୁ ହରାଇଲ, ତୁମ ନିଜ ପୁଅକୁ ହରାଇଲ, ସେଇମାନଙ୍କ ବିରୁଦ୍ଧରେ ତମେ ପ୍ରତିଶୋଧ ନେବାକୁ ହେବ। ସବୁ ଗୋଳମାଳ ହେଇଗଲା। ମୁଁ ଏବେ କଣ କରିବି କୁହ ଦେବି? ମୁଁ ଏବେ କଣ କରିବି? ସେ ଦୌଡ଼ି ଯାଇଥିଲି ପଣ୍ଡାଙ୍କ ପାଖକୁ, କହିଲେ ହଇଓ ବଡ ପଣ୍ଡା ତୁମ ଉପରେ ରାଗି ଖପା, ତୁମେ କୁଆଡେ ସପ୍ଲାଏ ଡିପାର୍ଟମେଣ୍ଟକୁ ଆପଣ ଭୀମ ପରି ପୁରା ଗର୍ଭସ୍ଥ କରିଦେଇଛ। ସେଇ କଥା ଆଜ୍ଞା ମୋର ଘଟିଛି। ମୁଁ କୁଆଡେ ଅଟାରେ ତେନ୍ତୁଳି ମଞ୍ଜି, ଆଉ ଇଏ ତେଲରେ ପାଣି, ଆଉ ଘିଅରେ ପୁରା ଛାଡ଼ିବେ। କାନ୍ଦ, ସମସ୍ତେ କାନ୍ଦ। ତୁମ ଆଖିର ଲୁହରେ ଯଦି ମୋ ଫ୍ୟୁଜ ଉଠା, ମୋ କାର୍ବନଟା ଧୋଇଯାଏ, ମୋ ଭାବମୂର୍ତ୍ତି ନିର୍ମଳ ଭାବମୂର୍ତ୍ତି ପୁଣି ଫେରି ଆସେ। ଆଉ ବୁଝେଇଲେ କଣ? 5 ବର୍ଷ ବସି ପଡେ। ନାଇଁ 5 ବର୍ଷ କଥା ବସି ପଡିବ ତ। ସେ କଥା କହିଲା ବେଳକୁ ମୋ ଧୈର୍ଯ୍ୟ ଆଉ ଧରୁନି। ବଡ ପିଠାରେ ବସି ମୁଁ କଣ ଆଉ ପବନ ଖାଇପାରିବି? କାହିଁକି ତୁମେ ପୁରା ଭଦ୍ର? ଆରେ ଭଦ୍ର ତ ଦୂରର କଥା, ତୁମେ ପୁରା ଲୋକ ବି ନୁହଁ। ତମେ ପୁରା ଭଦ୍ର ମୁଖ ପିନ୍ଧ, ଗୁଡାଏ ପଶୁ, ଗୁଡାଏ ଶୈତାନ।
କିଛି କରିପାରିବୁନି ତୁ तो परिवार शक्ति शेष हो जाइछि तोर असल रूप आज पदारे पड़ी सारी देखुचु मो हाथ रे तुम्हें भी मनीष को खून कर अरे खाइबा न पाई जिते बेले हजार हजार लोक भोक उपास मरी गले बापा माँ माने निज संतान को बिक्री करदेले तुम्हें माने कौन करुल अरे तुम्हें पर जनतार नेता हुई कौन देइछ तुम्हें मो सेई भोकिला मनीष मानक मध्यरु गोटाए कंकाल अनेकंग मध्यरु अरे मु मध्य मो बापा भाई भौणी स्त्री समस्त को हरैछि तुम मानक भोट दे शासन गादी रे बसैथिलु कोन तुम मानक सौभाग्यर सौध तैयारी करबाकू राजधानी विलास ऐश्वर्यपूर्ण होटेल रे रही मौज मजलिस रे बुड़ी रही अरे नेता होई जनतार सेवक न होई तुम्हें माने सेमानक दुख दर्द से आखि बुझी गल अरे तुम्हें माने आखि साई अंध हो जाइछ तुम्हें जनतार प्रतिनिधि होई तुम्हें जनतार प्रतिनिधि हो जाऊ बड़ी आखि बुझी दे अंध हो जाइछ आज मु तुमको ठीक सही बड़ी अंध करदेवी ठीक सही बड़ी आज्ञा वो कहि दउची मने अच्छी सरजी दिने तुम द्वार को अट्टा चाउल पाई जाइथिली तुम्हें मो पछरे कुकुर लगेई देल पुरो अट्टा न देई मते पुलिस रे देइथिलो सेदिन तुम्हें जीति जाइथिल किंतु आज हाथ संसार उत्पन्न मो बाप मुहरे मु मुठाए भात दे पारिनी मो बाप मरी जाइछि भाई भौणी स्त्री किए कुआड़े जाइछथि जे सेमानकर पत्ता मिलुनी शह शह भोकिला मनीष को मृत्यु स्वर सही दे तमे माने मजलिस करुच अरे धर्म को आखि ठार भाई तुम्हें धर्म युधिष्ठिर है ए मारा जपुच আজি हाथ को मो तोर छाड़ी जो हाथ मो बापर जीवन नहीं जो हाथ लक्ष लक्ष लोक मृत्यु कारण है हाथ को
କାଇଁଛ? ଏ ରାକ୍ଷସ ମାନଙ୍କ କବଳରୁ ନିଜକୁ ବଞ୍ଚେଇବା ହିଁ ବର୍ତ୍ତମାନ ବଡ କଥା ନୁହଁ ବୋଉ। ଯେମିତି ବି ହେଉ ହୋଟେଲ ପଛ ଗେଟ୍ ଦେଇ ଆମକୁ ଚାଲିଯିବାକୁ ହେବ। এই ଅନ୍ଧାର ଭିତରେ ଆମେ ବାହାରି ଯିବା। ଚାଲି ଆସ ବାବୁ, ଚାଲି ଆସ। କାଇଁଛ? ନିଜେ ସିନା ପଙ୍କରେ ବସିଛି ବାବୁ, ହେଲେ ସେ ପଙ୍କ ଭିତରେ ଘାଣ୍ଟି ହେବାକୁ ମୁଁ ତମକୁ ଦେବିନି। ତୁମେ ମୋ ପରିବାରର କୁଳମୁହ ଶୁଣି ତମରି ଗର୍ଭରେ ମୋ ଭାଇଙ୍କର ସ୍ମୃତି, ଆମ ବଂଶର ରକ୍ତ କଣିକା। ନା ବାବୁ ନା, ଯେମିତି ବି ହେଉ ମତେ ତୁମକୁ ବଞ୍ଚାଇବାକୁ ହେବ। ଆମ ବଂଶର ରକ୍ତକୁ ମତେ ବଞ୍ଚାଇ ରଖିବାକୁ ହେବ। ସେଇ ରାତି 12ଟା ବାଜୁଛି। ଚାଲି ଆସ ବାବୁ, ଚାଲି ଆସ। ଚାଲ କାଇଁଛ, ଚାଲ। ପୁଣି ଭାଗ୍ୟରେ କୁଆଡ଼େ ନେଇଯାଉଛି ସେ ଅଦୃଷ୍ଟ ଭଗବାନ ହିଁ ଜାଣନ୍ତି। তুমি নির্বোধ সারা। মিস্টার সেন দেবে 18 লক্ষ টঙ্কা। মিস্টার চুয়াঙ্গ ঠারু মু আনিবি 50 লক্ষ টঙ্কা। সো আউট কারুকে সংবাদ কর। ফাইল পঠাইছেন স্যার? ফাইল পঠাইছেন কি? কাই পাই? এই নিয়ম স্যার। पाकिस्तान पर भारत पुलिस सीक्रेट फाइल यही ना। थैंक्स मिस्टर सादर। हेले मिस्टर तिवारी को खबर कौन? सभी पढ़े जिन सर। नियम सर। ଟଙ୍କା ପାଖରେ ସବୁ ହାର ମାନେ sir। विराट सर अरे भाई क्या चाहे? तुम्हें ठीक कही तो सदा। ए दुनिया रे অর্থর লোভ কাহর নহি। সৃষ্টি ছড়া মুনি ঋষিঙ্কর বিদিনে অর্থর লোভ ଥିଲା। ସେଦିନ ହୋଟେଲରେ ସାର୍ କାଞ୍ଚନ ଭାଇକୁ ତା ଆଗକୁ ପଠାଇଥିଲେ। ଆପଣ ଗୋଟେ ଫେୟାର ଗାଡି ପ୍ରେଜେଣ୍ଟ କରିଥିଲେ। ଏକ ଲକ୍ଷ ଲୋଭ ଦେଖାଇଥିଲେ। ବିଚାରା ଜାଲ ଝପଟି ଉପାୟ ନାହିଁ ସାର୍। ସୁଦର୍ଶନ ଚକ୍ରର শক্তি নিকটে সবু শক্তি হার মানে সহজে। মিস্টার রিচার্ড খবর কর। সেটি ঘটেছেন স্যার। এই নিন তোমার পার্টিକୁ চুপ কলাবার শক্তি তোমার আজি ନାହିଁ। সেদিନ ବଦଳି ଯାଇଛି ମିଷ୍ଟର। ଯେଉଁଦିନ ତୁମେ ମୋ ହାତରେ ହାତ କରି ପିନ୍ଧେଇଥିଲ ଭାରତକୁ ପଠେଇ ଦେଇଥିଲ। ଆଜି ମଧ୍ୟ ଚାହିଁଲେ ମୁଁ ତୁମକୁ କିଛି କରିପାରିବନି। ମାନଗୋବିନ୍ଦ ସମୁଦ୍ର পুলিশ ମାନଗୋବିନ୍ଦ ସାମନ୍ତରାୟ ପାଟିକୁ ଚୁପ୍ କଲା ଭଳି ଶକ୍ତି ତମର ଆଜି ନାହିଁ କଂସାରେ ପାଠ ବସି। ମନେ ଅଛି ସେଦିନ କଥା। ତା ଭିତରେ ଚୋରା ଅଫିମ ଆଉ ସୁନା ମୋହର ନେଇ ଯାଉଥିଲା ବେଳେ ମୁଁ ତୁମର କାର୍ ସିଜ୍ କରିଥିଲି। ମନେ ଅଛି ସେଦିନ କଥା। ଆଉ ପାଇଁ ତମେ ମୋ ହାତରେ ଗୁଞ୍ଜିଥିଲ କେଇ ହଜାର ଟଙ୍କାର ନୋଟ। ଆଉ ସେସବୁ ମୁଁ ଗ୍ରହଣ କରି ତମ ହାତରେ ପିନ୍ଧାଇଥିଲି ଅପରାଧୀର ହାତ କରି। ଆଉ ସେଇ ହାତ କରି ବୋଲି ତୁମ ହାତରେ ଲାଗିଥିଲା। ହଁ, ସେଦିନ ରାଜନୀତିର ନନ୍ଦିଘୋଷ କିମ୍ବା କେତେଜଣ ଲୋକଙ୍କ ହାତରେ ତମେ ମତେ ଅପରାଧୀ ସଜେଇଦେଲ। ମିଛ ଖୁନ କେସରେ ପକେଇ ମତେ ଜେଲ ହାଜତକୁ ପଠେଇଦେଲ। ମତେ ଜେଲ ଯିବାକୁ ପ୍ରସ୍ତୁତ ଅଛି। ପୁଣି ଥରେ କହୁଛି କଂସାରୀ ପାରସି, ଏବେ ବି ସମୟ ଅଛି। ତୁମ ଚକ୍ରାନ୍ତର ଚକ୍ରବ୍ୟୁହରେ ତମେ ନିଜେ ଛନ୍ଦିବାକୁ ଯାଉଛ।
ମୁଁ ଖାଲି ହାତରେ ଫେରିଯିବାକୁ ରାତି ଅଧରେ ଛୁଟି ଆସିନି ମିଷ୍ଟର। ମନୋରଞ୍ଜନ ସାମନ୍ତରାୟ ସେ ଇମ୍ପୋର୍ଟାଣ୍ଟ ଡକ୍ୟୁମେଣ୍ଟ କନଫିଡେନ୍ସିଆଲ ଫାଇଲ ମୋ ହାତକୁ ବଢେଇ ଦିଅ। You ସରକାର କର୍ମଚାରୀ ପଠାଉଛି ଲଜ୍ଜା ଲାଗୁନି? ଛି ଛି, ଯେଉଁ ଦେଶରେ ତୁମେ ଜନ୍ମ ହୋଇଛ, ଯେଉଁ ଦେଶର ଉନ୍ନତିରେ ତମର ଉନ୍ନତି, ନିରାପତ୍ତାରେ ତୁମର ନିରାପତ୍ତା, ସେହି ଦେଶର ସନ୍ତାନ ହୋଇ ତୁମେ ଦେଶ ପ୍ରତି ବେଇମାନ କରିପାରିଛ। ମାନବୀୟ ସାମନ୍ତରାୟ ରାଜନୀତିର ନନ୍ଦିଘୋଷ ରାଜନୀତିର ନନ୍ଦିଘୋଷ ଚଢି କେତେ ଦିନ ଆଉ ଶାସନ ଆଉ ଆଇନର ଲଗାମ ହାତରେ ଧରି ଆଇନକୁ ନିଜ ହାତ ମୁଠାରେ ରଖିବ କଂସାରୀ ପାଠବସି। କଂସାରୀ ପାଠବସି କଥାର ଜବାବ ଦିଅ ମାନବୀୟ ସାମନ୍ତରାୟ। যদি দেব কেবল গুলি রহি দেব। তম বন্ধুকর গুলি শেষ হয়ে যাচ্ছে মিস্টার। এদিকে বন্ধুক ମୋ ହାତରେ ମୋ ରିଭଲଭର ଏବେ ବି ଭୋକିଲା ଅଛି। ମାନଗୋବିନ୍ଦ ସାମନ୍ତରାୟ ମାନଗୋବିନ୍ଦ ସାମନ୍ତରାୟ ଆଜି ଗୁଳି କିଆ ଖାଇଲା ବାଘ। এই মুহূর্তে ମୁଁ ତୁମକୁ ଶେଷ କରିଦେଇଥାନ୍ତି, କିନ୍ତୁ ନା, ତମ ପାପର ପ୍ରାୟଶ୍ଚିତ ପାଇଁ ମୋ ରିଭଲଭରର ଗୋଟାଏ ଗୁଳି ଯଥେଷ୍ଟ ହେବ ନାହିଁ। ସେଥିପାଇଁ ଅପେକ୍ଷା କର କଂସାରୀ ପାଠଦୋଷୀ। ଯେଉଁ ଆଇନର ବିଷାକ୍ତ ସର୍ପକୁ ତୁମେ ହାତରେ ଧରି ଖେଳ ଖେଳୁଛ, ସେଇ ସର୍ପ ହିଁ ତୁମ ଜୀବନର ଶେଷ ଜବାନୀ କାଟାଇବ। ତୁମେ ବି କେହି ଆସିଲ? ତୁମର ସେଦିନ ଗୋଟିଏ ଭୁଲ ପାଇଁ ମୁଁ ଏପର୍ଯ୍ୟନ୍ତ ଜଳୁଛି, ଆଉ ତୁମେ ପୁଣି ନେଇକି ବି ଜଳାଉଛ, ଆଉ ପୁଣି ଗୋଟାଏ ଭୁଲ କରିବାକୁ ଯାଉଛ। ମତେ କଣ କିଛି କହିବାର ସୁଯୋଗ ଦେବନି? ସୂର୍ଯ୍ୟକାନ୍ତ ସର୍ଭିସକୁ ପାଦରେ ଜଡ଼େଇ ନେଇ ଯୋଉଦିନ ଏଇ ପ୍ରଫେସର ସର୍ଭିସকে ଆଦରି ନେଲା, ଠିକ ସେଇଦିନଠାରୁ ତୁମେ ମୋ ଠାରୁ ଦୂରେଇ ଗଲ। ଶେଷ ହେଇଗଲା ତୁମର ସେ ଶପଥ, ସୁଖ ସବୁ କଣ ସୁକାନ୍ତି ମୋର ଏଇ ସୂର୍ଯ୍ୟକାନ୍ତର ରକ୍ତର ସନ୍ତାନକୁ ପାଦରେ ଠେଲି ଦେଇ ତୁମେ ରାୟ ବଂଶର କୁଳବଧୂ। ସୂର୍ଯ୍ୟକାନ୍ତର ଭଲ ପାଇବାକୁ ଭୁଲି ଯାଇ ତୁମେ ସିନା ସୂର୍ଯ୍ୟକାନ୍ତର ଭଲ ପାଇବାକୁ ଭୁଲିଗଲ, ହେଲେ ତୁମେ ତୁମ ରକ୍ତର ସନ୍ତାନର ଆକର୍ଷଣକୁ ଭୁଲିଲ କେମିତି? ତୁମେ ନା ନାରୀ, ତୁମେ ନା ତାର ଗର୍ଭଧାରିଣୀ ମା। ତୁମକୁ ଟିକେ ଲାଜ ନାହିଁ? ନାରୀ ଜାତି ପ୍ରତି ଘୃଣା ସୃଷ୍ଟି ହଉଛି, ଘୃଣା। ଆଜି ପୁଣି ଆସିଛ କାହିଁକି? ଯାହାକୁ କୂଳକୁ ନେଇନ, ମାର ମମତା ଦେଇନ, ଏ ସମାଜ ଆଖିରେ ଚାରଜ ଭାବରେ ଘୃଣିତ ରଖିଛ। କିନ୍ତୁ ପରିଚୟ ନ ଦେଇ ପିତାର ସ୍ନେହ ମମତାର ତାକୁ ଦୂରେଇ ରଖିଛ। ତା ପାଖକୁ କାହିଁକି ଆସିଛ? କାହିଁକି? ମତେ କଣ କହିବାକୁ ସୁଯୋଗ ଦେବନି ସାର୍ ସୂର୍ଯ୍ୟକାନ୍ତ? মেয়ের পার্থ উভয় রাজনৈতিক প্রতিদ্বন্দ্বী। এই ফলাফল সেই এই দ্বিপাক্ষিক ফলাফল সময় কহিব। তুমি পাঠ পড়ার সুবিধা পাই মেয়ের স্বার্থকে আগে বুঝি দৌছ কেমিতে?
ପାଠ ଯାହା ମିହିର ବି ସେୟା, କିନ୍ତୁ ସେଥିପାଇଁ ମୋର ଚିନ୍ତା ନାହିଁ। କିନ୍ତୁ କିନ୍ତୁ କାକଳିର ମିହିର ସହ ଯେଉଁ ସମ୍ପର୍କ ଗড়ে ଉଠିଛି ତାହା କଣ ସମ୍ଭବ ସୂର୍ଯ୍ୟକାନ୍ତ? କାକଳି ମିହିରର ଭଉଣୀ, ମିହିର ତାର ଭାଇ। ସୁକାନ୍ତି ସେଇଥିପାଇଁ ମୁଁ ସମସ୍ତଙ୍କୁ ବୁଝାଇଛି, ଅନେକ ଚେଷ୍ଟା ବି କରିଛି, ହେଲେ କେହି ମୋ କଥା ଶୁଣିଲେନି। ମୁଁ ବିଫଳ ହେଲି। ସୁକାନ୍ତି ମିହିର ମା ହୋଇଛି ନା ତତେ କୋଳରେ ଧରିପାରିନି, କିନ୍ତୁ ମୋ ମମତା କେବେ ବି ହେଳା କରିନି। ତାର ସାକ୍ଷୀ ହେଉଛନ୍ତି ବାବା ଯୋଗେନ୍ଦ୍ରନାଥ। ତୋ ଜନ୍ମ ବେଳଠୁ ପାଠ ପଢିବା ପର୍ଯ୍ୟନ୍ତ ତୁ କେମିତି 5 ଜଣଙ୍କ ମଧ୍ୟରେ ଜଣେ ହେଇ ଠିଆ ହବୁ, ସେଥିପାଇଁ ମୁଁ ଟଙ୍କା ଅଣିବଳେ ଖର୍ଚ୍ଚ କରିଛି। ମନେ ରଖ ବାବା, ମାର ଅଞ୍ଚଳ କେବେ ଛୋଟ ହୋଇନଥାଏ, ସୁଦୀର୍ଘ। ତାର ସନ୍ତାନ ଯେଉଁଠି ଥାଏ ନା କାହିଁକି ସେ ପର୍ଯ୍ୟନ୍ତ ଲମ୍ବି ଯାଇଥାଏ। ସୂର୍ଯ୍ୟକାନ୍ତ, ଅଭିମାନରେ ମୁଁ ତୁମକୁ ତୁମ ପୁଅର ପରିଚୟ ଦେଇନଥିଲି କି ପୁଅ କେଉଁଠି ଅଛି ତାହାର ଖବର ବି ଦେଇନଥିଲି, କିନ୍ତୁ ଆଜି ସବୁ ଉତ୍କଣ୍ଠାର ଶେଷ ହେଇଛି। ଏଣିକି ତୁମ ପୁଅ ତୁମ ହାତରେ ଦେଇ ମୁଁ ନିଶ୍ଚିନ୍ତ। ଗଲାବେଳେ ତୁମକୁ ଗୋଟିଏ ସତ କଥା କହିଯାଉଛି ସୂର୍ଯ୍ୟକାନ୍ତ, ନାରୀ ତା ଜୀବନର ପ୍ରଥମ ପୁରୁଷକୁ କେବେ ଭୁଲି ପାରେ ନା। ସେ ସ୍ୱାମୀ ସନ୍ତାନର ସଂସାରର ସୁଖରେ ହେଉ କି ଜୁଇ ନିଆଁରେ ଶୋଇ ମଧ୍ୟ ହେଉ। କାକଳିକୁ ଛଳନାର ଯୌବନ ପଡ଼ିଗଲା ପରେ ଆଉ କଣ ଅବଶିଷ୍ଟ ରହିଲା ସେ ଦେଖିବାକୁ ଆସିଥିଲି। ମୁଠାଏ ପାଉଁଶ ନେଇ ମଣିଷ ବଞ୍ଚିପାରେ ନା, ବଞ୍ଚିପାରେ ନା। ତୋପରି ମା ଝିଅ ହୋଇ ମୋ ଉପରେ ଆଜି ଘୋଳ ଆସୁଛି। ମୁଁ କାକଳି ସବୁ ସ୍ୱପ୍ନ ମୋର ଆଦର ହେଇଗଲା। କାହିଁକି ରାଗୁଛୁ? ସତତା ବର୍ତ୍ତମାନ କର, ସେଇ ଦୁନିଆରେ ରହିବାକୁ ଚାହେଁ ନା। ମୁଁ ଆଜି ଏକ ଅବହେଳିତ ସ୍ୱପ୍ନ। ଶୁଣ କାହାଣୀ, ଶୁଣ କୁଆଡ଼େ ଯାଉଛୁ? କାକଳି କେବଳ ସମସ୍ତ କାକଳି ସରିଯାଇଛି। ସେଇ ହଜିଲା କାକଳି ଖୋଜିବାକୁ ଯାଉଛି। ମୁଁ ଯାଉଛି, ମତେ ଆଉ ଅଥର ଡାକନି। ତୋ ପାଇଁ ମୋ ବନ୍ଧୁଙ୍କର ଗୋଟିଏ ଗୋଳି ଯଥେଷ୍ଟ। ଗଲୁ ମୋ ପାପର ସେ ଠିକ ପ୍ରାୟଶ୍ଚିତ ଦେଇଛି। ପାର୍ଥ ମୋ ପାଖକୁ শেষ ঘন্টা বাজি যাইছি, পিরিয়ড ওভার। আজি জস্টিস জজমেন্ট শেষ হয়ে যাইছি। বিচারপতির বিচার আজি সমাপ্ত হয়ে যাইছি। এই সময় সুকান্তি ମୁଁ ଜାଣିଥିଲି ତୁମ ଜୀବନର ସେମିତି ରହିଥିବ। ପାର୍ଥ ତୋ ମାକୁ ନେଇ ଚାଲ। ସେ କେତେ ସ୍ୱପ୍ନ ଦେଖିଥିଲା, ସବୁ ଗୁଡାକ ଅଧା ହେଇ ରହିଗଲା। ଉଠ ସୁକାନ୍ତି, ଉଠ। ବାଲି ଘର ଭାଙ୍ଗି ଗଲା ସମୟ ସୁଆରେ, ଜିତୁ ଜିତୁ ହାରି ଗଲା। তখনই দেখলাম দিন
যে কংসারী কৃষ্ণ, দিনে কংসারী কৃষ্ণ মনুরথ রক্ষা করে মহামানী দুর্যোধনକୁ ଦେବାକୁ ପଡିଥିଲା 100 ଭାଇଙ୍କର ରକ୍ତ। କାରଣ ସେ କୃଷ୍ଣ ଥିଲେ ବିଶ୍ୱର ଅଦ୍ୱିତୀୟ ବିପ୍ରନାଥ। ଆଉ ମୁଁ ଏତେ ସହଜ ତୁମକୁ ଯିବାକୁ ଦେବି ନାହିଁ। ଯେଉଁ କର୍ଣ୍ଣ ଲାଗି ତୁମେ ଦେଖିଥିଲ ବିଜୟର ସ୍ୱପ୍ନ, সেই কর্ণ আজ যে শাপগ্রস্ত, সে কথা তুমি মধ্যে জানিনছ, কিন্তু ମୁଁ সে কথা ঠিক জানে। সেদিন কংসারী কৃষ্ণর চক্রান্তরে জাল বিছাই দেই আসিছিলা। সেদিন কংসারী কৃষ্ণ জাল বিছাই দেই আসিছিলা কলম্বাচ কুণ্ডল। কিন্তু আজি ମୁଁ এই যুগর কংসারী রাজনীতির খেলা খেলে তোমার কর্ণকে এথর অনুমান করিপারছ, চিন্তা করিপারছ। বিজয়ের জন্মাল্য কাহার নেই আস, অঙ্গ অধিপতি মহারাজ কর্ণকে নেই আস, সম্মানের সহিত নেই আস। সংগ্রাম କରିବାକୁ ଚାହେଁ ନା, কিন্তু ମୁଁ ଚାହେଁ। তোমার দলের ধন নেই বঞ্চিବାକୁ ମୁଁ ପସନ୍ଦ କରେନା। ଦକ୍ଷ ପୁତ୍ରକୁ ଖେଳିଦେବ ମୃତ୍ୟୁର ରାସ କରିବାକୁ। এই সমাজର ପ୍ରତ୍ୟେକ ଜନତା ତୁମ ନନ୍ଦୀ ଘୋଷକୁ ଯିବାକୁ ଦେବେ ନାହିଁ। ଛଡ଼େଇ ନେବେ ତମ ହାତରୁ ତମ ଯୁଗ ଯୁଗ ଧରି ଚକ୍ରମୋହନ ଗୋବିନ୍ଦ ମୋ ସ୍ୱାମୀକୁ ଆଗ୍ରହ କରେ, ସେ ଅଲଗା କରିପାରିବେନି। କିନ୍ତୁ ତୁମେ ଅଲଗା বলে তোমার অর্ধাঞ্চল তোমার অপমান ছিল তার শাস্তি। তোমার আসল তাজমহল কোন ভাঙ্গির যে মাটির চাইবে, তোমার দিনের স্বপ্নকে সম্পূর্ণ ভাবে দেবেনি। ব্লডি পশু মান গোবিন্দ এই তো শেষ অবদান। কারণ দুর্যোধনের জানুভঙ্গ যে বাকি আছে, কিন্তু সে জানু ভগ্ন করিবার গৌরব কংসারী পাটনশীর ଥିଲା। ଥିଲା ভীমର ମିଷ୍ଟର ପାଟନଶୀ। ସେ ସତ୍ୟକୁ ଆଜି ଅସ୍ୱୀକାର କରିବାକୁ ପ୍ରୟାସ କରୁଛ କାହିଁକି? ସତ୍ୟ ଅସତ୍ୟର ଆତ୍ମପ୍ରକାଶ କରେ, ସତ୍ୟର ମହତ୍ଵ ଉଦ୍ଭାସ ହୁଏ ନା। ଅନ୍ଧକାରର ରାଜତ୍ୱ ନହେଲେ সূর্যের উৎকর্ষণ কেই বুঝিপারন্তিনি। কংসারী পাটনশী কংসারী কৃষ্ণ আଜି মহামারী দুর্যোধনକୁ ସବୁ ସ୍ୱପ୍ନ ସବୁ ଆଶା ଆକାଂକ୍ଷା ଭୁଲିସାତ କରିଦେଇছে। মোর সমস্ত ডকুমেন্ট মোর ভাবমূর্তিকে কলঙ্কিত করে দেব, মতে দুনিয়া লোকଙ୍କ ଅଗରେ
এক্সপ্রেস করব ମୋ ସାମାଜିକ ସ୍ଥିତିର ସିଂହାସନକୁ ମଧ୍ୟ ଟାଣି ଆଣି But it is impossible. My dear, impossible. କାହିଁକି ଜାଣ ତୁମ ଶାସନ ଘର ବଡ ମାଝି କଂସରୀ ପାଠ ଯୋଶୀ ହାତରେ ତେଣୁ ପ୍ରସ୍ତୁତ ହୁଅ କୌରବ ଶ୍ରେଷ୍ଠୀ ମହାନୀ ମାନବ ଗୋବିନ୍ଦ ମୃତ୍ୟୁକୁ ମୁଖାଗରି ଭୟ ଥାଏ ନା ଏତେ ଚଞ୍ଚଳ ମୋ ସିଦ୍ଧାନ୍ତ ମୋ ନିଷ୍ପତ୍ତିର ପରିବର୍ତ୍ତନ ହୋଇପାରେ ନା ଆଉ କାହିଁକି ଜାଣ ତୁମର ହ୍ୱାଇଟ୍ ହାଉସ୍ ଚାରିପଟା ପୋଲିସ କୌରବ ପ୍ରତି ଦୁର୍ଯୋଧନର ମାନେ ତୁମର ଅଣ୍ଡରଗ୍ରାଉଣ୍ଡ ତୁମର କୋର୍ଟ ତୁମର ନିଚ ଚୋରି ଟେବୁଲ ସବୁ ଭିତରେ ଅନୁପ୍ରବେଶ କରିସାରିଛନ୍ତି ମତେ ମାରିଦେଲେ ବି ତୁମର ରକ୍ଷା ନାହିଁ କଂସରେ ପାରବାସୀ ତୁମର ରକ୍ଷା ନାହିଁ ମୃତ୍ୟୁର ପରନା ତୁମକୁ ସ୍ୱାଗତ କରି ରହିছে ଅସମ୍ଭବକୁ ସମ୍ଭବ କରିବା ଯେ କଂସରେ ପାଠ ଯୋଶୀର କାମ ମିଶ୍ରଣ ମୋର ସ୍କିମ୍ ମୋର ପ୍ରୋଜେକ୍ଟ ସେଗୁଡ଼ିକ ତୁମେ ଆରମ୍ଭ করে ଅଭିମନ୍ୟୁକୁ ଜୀବନ ଦେବାକୁ ପ୍ରୟାସ କରିଥିଲ ବର୍ତ୍ତମାନ ତୁମର 2 ଦିନ ପରେ ନିର୍ବାଚନ ସମସ୍ତେ ଜାଣିବେ ରାଜଗୌର ବିଜୟ ହାରଗତି ପାର୍ଥର ଦେଶପ୍ରେମୀମାନଙ୍କ ମୃତ୍ୟୁ ପାଇଁ ହେବ ସଭା ପ୍ରସ୍ତୁତ ହେଇଯାଅ ବନ୍ଧୁ ପ୍ରଥମେ ତୁମେ ତାପରେ ତା ସମ୍ଭବ ନୁହେଁ ତା ସମ୍ଭବ ହେଉନି ମିଷ୍ଟର ପେଟଦୋଷୀ କାରଣ ତା କ୍ଷମତାରେ ଥିଲେ ମଧ୍ୟ ମଣିଷ ହାତରୁ ତାହା ଛାଡ଼ିଯାଏ କାରଣ ମଣିଷ ହେଲା ମାଇକ୍ ପାଖରେ ଗୋଟାଏ କାଠର ଘୋଡ଼ା ଗୋଟାଏ କାଠର କଣ୍ଢେଇ ସେମାନେ ଯେ ଏକତାରେ ନାହାନ୍ତି I will manage the whole problem. ମୁଁ ଏକାକି ମ୍ୟାନେଜ କରିନେବି ତୁମେ ଯାଅ ଆରେ ଭଦ୍ର କରିଦେଇଛି ଆପଣଙ୍କ ବିଷୟରେ ଅନେକ ଇନଫର୍ମେସନ ପାଇଲା ପରେ ସରକାର ଯେତେବେଳେ ଏଇ ଦାୟିତ୍ୱ ମୋତେ ଦେଲେ ସେତେବେଳେ ମୁଁ ଦିଲ୍ଲୀରେ ଆପଣଙ୍କ ଭଳି ଭଦ୍ରଗଡ଼ କେସରେ ଇନକ୍ୱାରି କରୁଥିଲି ଆଉ ସେଇଠୁ ସମସ୍ତ ଇନଫର୍ମେସନ ପାଇ ମୁଁ ନିଜକୁ ଭଦ୍ରାସ ଯାଇ ଏଠାକୁ ଆସିବାକୁ ବାଧ୍ୟ ଆପଣଙ୍କ ସମସ୍ତ ଅପକର୍ମର ପ୍ରମାଣ ଏବେ ଆମ ହାତରେ ତେଣୁ ମୁଁ ଆପଣଙ୍କୁ ଆରେଷ୍ଟ କରିବାକୁ ବାଧ୍ୟ ମିଷ୍ଟର ପାଟୋଦୋଷୀ ଆରେଷ୍ଟ କର ପନ୍ଥୀ କଂସରେ ପାଠ ସବୁ ଯିବାକୁ ଦିଅ ନା
ଭାଗ ଅଛି। ଭାଇ ତମେ କେମିତି ଲୋ, କେମିତି ତତେ ମୁଁ ଏକିଟିଆ ଛାଡ଼ି ଦେଇ ନିଶ୍ଚିତରେ ରହିଥାନ୍ତି? ସେଇଥିପାଇଁ ପରା ତୋରି ପଛେ ପଛେ ମୁଁ ଛାଇ ପରି ରହିଛି। ଭାଇ রাজ্য পুলিশ বাহিনী পুলিশ বাহিনী পাখে এইভাবে আঁকড়ে ধরে নেই খসে যাই পারে না ଆଉ ଧନ୍ୟବାଦ ରାଜ୍ୟ ପୁଲିସ ବାହିନୀ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। मंत्रीगढ़ रुपया ना सीआईडी इंस्पेक्टर नकुली जाना चलो सर आप भाविले भी चला समस्ते चले गले किंतु किंतु मो किंतुर जवाब किए देव काई जो आज ये समाज आखिरे बारंगना द्वापर जुगर द्रौपदी परी से आज पंचभुज्ञ से आज समाज आखिरे घृणित समस्त आखिरे से आज लो तो भाई बंची ताऊ ताऊ भाई सहीबार गोटे सीमा अच्छी भाई गोटे सीमा अच्छी सही पार भाई आज समाज रे मोर तथा मोर एक बात अनागत सृष्टिर परिचय किए देव किए ग्रहण कर मते ना समाज ना ए सभ्यता केही मो प्रश्न उत्तर दे पारिबेनी कहि पारिबो भाई तमे भी नुहे हाँ हाँ कह मु तुम प्रश्न उत्तर देवी बाबू शक्ति आउ सामर्थ्य परिचित हुई पुरुष समय सतरे भासी जाइथिबा कर्ण निज पौरुषतार से दिन परिचित होइथिला से दिन गुरु सभारे विभूषण द्रौपदी सामान्य जड़े नारी होई निजको बंचाई परिथिले आज कहीं तुम्हें तुमको बंचाई पारिबो नहीं आज तुम्हें कहीं तिष्टि पार ना समाज में कौन सी रक्त जदि तुम गर्भ स्थान पाई था से अनागत सृष्टि निजर पौरुषर निज को परिचित कराइब से दिन से कुंती सुता कर्ण भली से अमृत से पुत्र तुमर अधारिका स्वप्न को से निश्चय साकार कर से दिन धोई जीव कर्णर आत्मग्लानी अनुशोचना आस आज आम समस्ते से नूतन सृष्टि को अपेक्षा करवा माजी माजी बहुत खुशी लोग पाइच मुझे बहुत खुशी तबे तबे तुम्हें माने कांदुच कहीं लुह पुछि पका कहीं और लुह पुछि दे अपेक्षा करवा से अमृतस्य पुत्र को अति भरोसर से अमृतस्य पुत्र